Hello students, welcome back to my YouTube channel. ତ ଆମେ କାଲି ପଢିଥିଲେ ଚମ୍ପାରଣ ଆନ୍ଦୋଳନ, ଆଜି ପଢିବା ଖେଡ଼ା ଆନ୍ଦୋଳନ। 1918 ମସିହାରେ ଦୁର୍ଭିକ୍ଷ ଯୋଗୁଁ ଗୁଜରାଟ ସ୍ଥିତ ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହେଲା। 1918 ମସିହାରେ ଦୁର୍ଭିକ୍ଷ ଯୋଗୁଁ କେଉଁଠାରେ ଗୁଜରାଟର ଖେଡ଼ା ଜିଲ୍ଲାରେ ଶସ୍ୟ ଉତ୍ପାଦନ ଠିକରେ ହେଲାନି। ତତ୍କାଳୀନ ରାଜସ୍ୱ ବିଭାଗର ଏକ ନିୟମ ଅନୁଯାୟୀ ରାଜସ୍ୱ ବିଭାଗର ଗୋଟେ ନିୟମ ଅନୁଯାୟୀ ଜମିର ସ୍ୱାଭାବିକ ଉତ୍ପାଦନ ପରିମାଣର ଜମିର ଯେତିକି ଉତ୍ପାଦନ ହେଉଛି ତାର 1/4 କମ ପରିମାଣରେ ଚାରି ଭାଗରୁ ଭାଗେ ମାନେ କମ ପରିମାଣରେ ଶସ୍ୟ ଉତ୍ପାଦନ ହେଲେ ଚାଷୀମାନଙ୍କ ରାଜସ୍ୱ ଦେୟ ପରିମାଣ ବହୁଳ କରାଯିବାର ବ୍ୟବସ୍ଥା ଥିଲା। ଖେଡ଼ା ଚାଷୀମାନଙ୍କୁ ଇଂରେଜ କର୍ମଚାରୀମାନେ ସମ୍ପୂର୍ଣ୍ଣ ରାଜସ୍ୱ ଭରଣ କରିବାକୁ ବାଧ୍ୟ କରିବାରୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କରିଥିଲେ। ଗାନ୍ଧିଜୀ ଚାଷୀମାନଙ୍କୁ କଣ ପାଇଁ ସଂଗଠିତ କରିଥିଲେ? ମାନେ ସେ ଯୋଉ ଖେଡ଼ା ଆନ୍ଦୋଳନରେ ଆମ ଚାଷୀମାନଙ୍କୁ ଇଂରେଜର କର୍ମଚାରୀମାନେ ରାଜସ୍ୱ ପରିମାଣରେ ଭରଣ ଦେବାକୁ ପଡୁଥିଲା। ସେମାନଙ୍କୁ ଭରଣ କରିବାକୁ ବାଧ୍ୟ କରାଯାଇଥିଲା। ତ ସେଇଥିପାଇଁ ଗାନ୍ଧିଜୀ ସତ୍ୟାଗ୍ରହ କରିବାକୁ ଚାଷୀମାନଙ୍କୁ ସଂଗଠିତ କରିଥିଲେ। ଚାଷୀମାନେ ଖଜଣା ଦେୟକୁ ପ୍ରତ୍ୟାଖ୍ୟାନ କଲେ। ସେଇ ଯୋଉ ଇଂରେଜ ମାନେ କରିଥିଲେ ସେ ଯୋଉ ଚାଷୀମାନଙ୍କୁ ଭରଣ କରିବାକୁ ବାଧ୍ୟ କରିଥିଲେ, ତ ଚାଷୀମାନେ ସେସବୁ ଇଗ୍ନୋର କରିଥିଲେ ଏବଂ ଏଥିପାଇଁ ଯେକୌଣସି ପରିଣାମ ଭୋଗିବାକୁ ପ୍ରସ୍ତୁତ ହେଲେ। ସେଥିପାଇଁ ଯେକୌଣସି ଦଣ୍ଡ ଭୋଗିବାକୁ ମଧ୍ୟ ଚାଷୀମାନେ ପ୍ରସ୍ତୁତ ହୋଇଥିଲେ। ଶେଷରେ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ। ମାନେ ଚାଷୀମାନେ ଯେତେବେଳେ ମନା କରିଦେଲେ, ସେତେବେଳେ ଯୋଉ ଦଣ୍ଡ ଭୋଗିବାକୁ ସେ କହିଲେ, ଯାହା ବି କହିଲେ ଆମେ ଦଣ୍ଡ ଭୋଗିବାକୁ ରାଜି ଅଛୁ ବୋଲି, ତ ସେଇଥିପାଇଁ ଇଂରେଜ ସରକାର ବାଧ୍ୟତାମୂଳକ ରାଜସ୍ୱ ଆଦାୟରୁ ନିବୃତ୍ତ ହେଲେ। ଏକ ଗୁପ୍ତ ନିର୍ଦ୍ଦେଶନାମା ଜାରି କରି କେବଳ ସାମର୍ଥ୍ୟ ଥିବା ଚାଷୀମାନଙ୍କ ଠାରୁ ଏହା ଆଦାୟ କଲେ। ଗୋଟେ ଗୁପ୍ତ କଥା ନିୟମକୁ ଜାରି କରି ସାମର୍ଥ୍ୟ ଥିବା ଚାଷୀମାନଙ୍କଠୁ ଏହା ଆଦାୟ କଲେ। କଣ? ଭରଣା କରିବାକୁ, ରାଜସ୍ୱ ଭରଣା କରିବାକୁ। ଏହି ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞିକ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ ଥିଲେ। ଏଇ ଯୋଉ ଆନ୍ଦୋଳନଟା ସତ୍ୟାଗ୍ରହୀ ଆନ୍ଦୋଳନ ଏଇ ଖେଡ଼ା ଆନ୍ଦୋଳନରେ ସତ୍ୟାଗ୍ରହୀ ଆନ୍ଦୋଳନ କରିବାକୁ ଗାନ୍ଧିଜୀ ଚାଷୀମାନଙ୍କୁ ସଂଗଠିତ କରିଥିଲେ। ତ ଏଇ ଆନ୍ଦୋଳନରେ ଇନ୍ଦୁଲାଲ ଯାଜ୍ଞିକ ଗାନ୍ଧିଜୀଙ୍କର ଜଣେ ମୁଖ୍ୟ ସହଯୋଗୀ, ତାଙ୍କୁ ସାହାଯ୍ୟ କରୁଥିଲେ। କିଏ ସାହାଯ୍ୟ କରୁଥିଲା ଗାନ୍ଧିଜୀଙ୍କୁ? ପରୀକ୍ଷା ଆସିବ କୋଶ୍ଚିନ୍। ଇନ୍ଦୁଲାଲ ଯାଜ୍ଞିକ ଗାନ୍ଧିଜୀଙ୍କୁ ସାହାଯ୍ୟ କରିଥିଲେ। ଆନ୍ଦୋଳନର ସଫଳତାରେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଗାନ୍ଧିଜୀଙ୍କର ଜଣେ ପ୍ରଧାନ ଅନୁଗାମୀ ଥିଲେ। ମାନେ ଆନ୍ଦୋଳନର ସଫଳତାର ଗଭୀର ଭାବେ ପ୍ରଭାବିତ ହୋଇ ଏହି ଆନ୍ଦୋଳନରେ ସଫଳ ହେଇକି ସେ ଗଭୀର ଭାବେ ପ୍ରଭାବିତ ହୋଇ ଖେଡ଼ା ଜିଲ୍ଲାର ଅଧିବାସୀ ତଥା ଅହମ୍ମଦାବାଦର ଆଇନଜୀବୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ପରୀକ୍ଷାରେ କୋଶ୍ଚିନ୍ ଆସିବ ଯେ ଅହମ୍ମଦାବାଦର ଆଇନଜୀବୀ କିଏ? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ନହେଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କିଏ? କେଉଁ ଜିଲ୍ଲାର ଆଇନଜୀବୀ? ଏସବୁ ତାପରେ ପଢିବା ଅହମ୍ମଦାବାଦ ଲୁଗା କାରଖାନା ଆନ୍ଦୋଳନ। ଗୁଜରାଟର ଅହମ୍ମଦାବାଦ ଠାରେ ଲୁଗା କଳ ଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ପାଇଁ ଶ୍ରମିକମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା ପ୍ଲେଗ ବୋନସ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଓ ମାଲିକମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା। ମାନେ ଗୁଜରାଟର ଅହମ୍ମଦାବାଦ ଠାରେ ଲୁଗା କଳ ଗୁଡ଼ିକର ମାଲିକ ଗୁଜରାଟର କେଉଁଠାରେ ଲୁଗା କଳ ଅଛି? ଅହମ୍ମଦାବାଦ ଠାରେ। ଗୁଜରାଟର ଅହମ୍ମଦାବାଦ ଠାରେ ଲୁଗା ଗୁଡ଼ିକର ମାଲିକମାନେ ପ୍ଲେଗ ମହାମାରୀ ହୋଇଥିଲା ସେ ଟାଇମରେ। ତ ପ୍ଲେଗ ମହାମାରୀ ପାଇଁ ଶ୍ରମିକ ମାନଙ୍କୁ ଦେଉଥିବା ସ୍ୱତନ୍ତ୍ର ଭତ୍ତା, ଶ୍ରମିକ ମାନଙ୍କୁ ଯେଉଁ ସବୁ ପଇସା ଦେଉଥିଲେ ସେ ଭତ୍ତା ପ୍ଲେଗ ବୋନସ ପ୍ରତ୍ୟାହାର କରିଦେବାରୁ
ପ୍ଲେଗ ମନସ୍କ ଗୋଟେ ଥିଲା ସେ ପ୍ରତ୍ୟାହାର କରିଦେବାରୁ ଶ୍ରମିକ ଆଉ ମାଲିକ ମାନଙ୍କ ମଧ୍ୟରେ କଳହର ସୂତ୍ରପାତ ହେଲା, ମାନେ ଝଗଡା ଲାଗିଲା। ଇଂରେଜ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ। ମାନେ ଇଂରେଜ ମାନଙ୍କର ଜିଲ୍ଲାପାଳଙ୍କ ତାଙ୍କର ଅନୁରୋଧ କ୍ରମେ ଗାନ୍ଧିଜୀ ଏହି କଳହରେ ହସ୍ତକ୍ଷେପ କଲେ। ଏଥିପାଇଁ ଏକ ଟ୍ରିବ୍ୟୁନାଲ ନିଯୁକ୍ତି କରି ତାହାର ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ। ମାନେ ଏଇ ଯୋଉ ଗାନ୍ଧିଜୀ ଆମର ହସ୍ତକ୍ଷେପ କରିଥିଲେ ଏଇ ନିୟମକୁ, ତ ସେ ଇଂରେଜର ତାଙ୍କ ଜିଲ୍ଲାପାଳ ଗୋଟେ ନିୟମ କରିଥିଲେ, ଗୋଟେ ନିଯୁକ୍ତି କରିଥିଲେ। ସେ ନିଯୁକ୍ତିକୁ ସେ ନିଷ୍ପତ୍ତିକୁ ଗ୍ରହଣ କରିବାକୁ ଉଭୟ ପକ୍ଷଙ୍କୁ ରାଜି କରାଇଥିଲେ। କିନ୍ତୁ ମାଲିକମାନେ ଏଥିରୁ ଓହରି ଯାଇ ଶ୍ରମିକ ମଜୁରୀର 20% ବୃଦ୍ଧି ଘୋଷଣା କଲେ। କିନ୍ତୁ ମାଲିକମାନେ ଏହାକୁ ଓହରି ଯାଇଥିଲେ। ଏଥିରୁ ଓହରି ଯାଇ ଶ୍ରମିକ ମଜୁରୀର 20% ବୃଦ୍ଧି ଘୋଷଣା କରିଥିଲେ। କୋଉ ମାଲିକମାନେ? ଇଂରେଜ ମାନେ। ଅହମ୍ମଦାବାଦ କାରଖାନା ଶ୍ରମିକମାନଙ୍କ 35% ମଜୁରୀ ବୃଦ୍ଧି ଦାବି ପ୍ରତ୍ୟାଖ୍ୟାନ କରିବାରୁ ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇ ନିଜେ ଏହାର ନେତୃତ୍ୱ ନେଇଥିଲେ। ମାନେ ଅହମ୍ମଦାବାଦ କାରଖାନା ଶ୍ରମିକମାନେ 35%, ମାନେ ପୁରା 35% ମଜୁରୀର ବୃଦ୍ଧି ଦାବି ପ୍ରତ୍ୟାଖ୍ୟାନ କରିବାରୁ ମାଲିକମାନଙ୍କ ବିରୋଧରେ ଗାନ୍ଧିଜୀ ଶ୍ରମିକମାନଙ୍କୁ ଏକ ଅହିଂସା ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଓ ନିଜେ ଏହାର ନେତୃତ୍ୱ ମଧ୍ୟ ନେଇଥିଲେ। ଦାବି ପୂରଣ ପର୍ଯ୍ୟନ୍ତ ଅନଶନ ଚାଲୁ ରଖିବେ ବୋଲି ଘୋଷଣା କରି ସେ ଶ୍ରମିକମାନଙ୍କ ସପକ୍ଷରେ ଅନଶନ ଆରମ୍ଭ କଲେ। ମାନେ ସେ ଯୋଉ ନେତୃତ୍ୱ, ସେ ଦାବି ପୂରଣ ହେବା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ସେ ଅନଶନ ଜାରି ରଖିବେ ବୋଲି ଶ୍ରମିକ ମାନଙ୍କ ସପକ୍ଷରେ ଅନଶନ ଜାରି କଲେ। ଏହା ଶ୍ରମିକ ମାନଙ୍କୁ ଦୃଢ ଭାବରେ ସଂଗଠିତ କରି ସମଗ୍ର ଭାରତର ଦୃଷ୍ଟି ଆକର୍ଷଣ କଲା। ଏଇ ଯୋଉ କଥା ଶ୍ରମିକ ମାନଙ୍କୁ ଦୃଢ ଭାବରେ ସଂଗଠିତ କରି ସମଗ୍ର ଭାରତରେ ଦୃଷ୍ଟି ଆକର୍ଷଣ କଲା। ଏଥିରେ ଭୟଭୀତ ହୋଇ ପରିଶେଷରେ କାରଖାନା ମାଲିକମାନେ ଶ୍ରମିକ ମାନଙ୍କ ମଜୁରୀ 35% ବୃଦ୍ଧି କରିବା ପାଇଁ ସମ୍ମତି ପ୍ରଦାନ କଲେ। ମାନେ ଏଥିରେ ସେ ଯୋଉ କାରଖାନାର ମାଲିକ ମାନେ ସବୁ ଡରି ଶ୍ରମିକ ମାନଙ୍କୁ ତାଙ୍କ ମଜୁରୀର 35% ବୃଦ୍ଧି କରିବା ପାଇଁ ସମ୍ମତି ପ୍ରଦାନ କଲେ। ଏହା ଦ୍ୱାରା ଗାନ୍ଧିଜୀ ଜନସାଧାରଣଙ୍କ ମନରେ ସତ୍ୟାଗ୍ରହ ପ୍ରତି ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣିଦେଇଥିଲେ। ମାନେ ଗାନ୍ଧିଜୀ ଏଇ ସବୁ କାର୍ଯ୍ୟ କରିଥିବାରୁ, ତାଙ୍କୁ ସାଥ ଦେଇଥିଲେ, ତାଙ୍କର ସବୁ ଇଚ୍ଛା ପୁରା କରିଥିବାରୁ ଗାନ୍ଧିଜୀଙ୍କର ଏଇ ସତ୍ୟାଗ୍ରହ ଆନ୍ଦୋଳନ ଟା ଆଗ୍ରହ, ଶ୍ରଦ୍ଧା ଓ ସମ୍ମାନ ଆଣିଦେଇଥିଲେ। ଏଠି ଗୋଟେ ଦେଖ, ତୁମେ ଜାଣିଛ କି ଗାନ୍ଧିଜୀଙ୍କ ସମ୍ପାଦନରେ ନବଜୀବନ, ୟଙ୍ଗ ଇଣ୍ଡିଆ ନାମକ 2ଟି ପତ୍ରିକା ପ୍ରକାଶିତ ହେଉଥିଲା। ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ ଯେ ତୁମେ ଏଇ ପଏଣ୍ଟଟା, ଗାନ୍ଧିଜୀଙ୍କ ସମ୍ପାଦନରେ ନବଜୀବନ ଓ ୟଙ୍ଗ ଇଣ୍ଡିଆ ନାମକ 2ଟି ପତ୍ରିକା ପ୍ରକାଶ ହୋଇଥିଲା। ତ କ୍ୱେଶ୍ଚିନ୍ ଆସିବ, ତମେ ନିଜେ ପଢିକି ଯିବ। ମନେ ରଖିବ ସମସ୍ତେ। ତାପରେ ପଢିବା ରାଓଲାତ ଆଇନ ବିରୋଧରେ ଆନ୍ଦୋଳନ। ଚମ୍ପାରନ, ଖେଡା ଓ ଅହମ୍ମଦାବାଦ ଠାରେ ସଂଗଠିତ ଆଞ୍ଚଳିକ ଆନ୍ଦୋଳନ ଗୁଡିକର ସଫଳତା ଗାନ୍ଧିଜୀଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ମନରେ ଆସ୍ଥା ବୃଦ୍ଧି କଲା। ମାନେ କେତେଟା ଆନ୍ଦୋଳନ ହେଲା? ଚମ୍ପାରନ ହେଲା, ଖେଡା ଆନ୍ଦୋଳନ ହେଲା, କେଉଁଠାରେ ହେଲା? ଅହମ୍ମଦାବାଦ ଠାରେ। ତ ସେଇ ଯୋଉ ଚମ୍ପାରନ ଆନ୍ଦୋଳନ, ଖେଡା ଆନ୍ଦୋଳନ ଅହମ୍ମଦାବାଦ ଠାରେ ଯୋଉ ହେଇଥିଲା ସଂଗଠିତ ଆଞ୍ଚଳିକ ଆନ୍ଦୋଳନ ଗୁଡିକ ଗାନ୍ଧିଜୀଙ୍କର ସଫଳ ହୋଇଥିଲା। ସେଇ ଯୋଉ ଗାନ୍ଧିଜୀ ନେତୃତ୍ୱ ନେଇଥିଲେ ସେ ଆନ୍ଦୋଳନ ଗୁଡିକର, ତ ସେ ସବୁ ଆନ୍ଦୋଳନକୁ ସେଇ ସବୁ ଆନ୍ଦୋଳନ ଗାନ୍ଧିଜୀଙ୍କର ସଫଳ ହୋଇଥିଲା ବୋଲି ଜନସାଧାରଣଙ୍କ ମନରେ, ମାନେ ଲୋକମାନଙ୍କ ମନରେ ଗୋଟେ ଆସ୍ଥା ବୃଦ୍ଧି କଲା ଏବଂ ତାଙ୍କୁ ସମଗ୍ର ଭାରତର ଜନସାଧାରଣଙ୍କ ନିକଟରେ ଅଧିକ ପରିଚିତ କରାଇଲା। ମାନେ ଗାନ୍ଧିଜୀଙ୍କର ଏଇ ସବୁ ଆନ୍ଦୋଳନ ଗୁଡିକ ସବୁଆଡେ ପ୍ରଭାବିତ ହୋଇଥିଲା। ତାଙ୍କେ ସଫଳ ହେଇଥିଲେ ମଧ୍ୟ। ସେଇଥିପାଇଁ ତାଙ୍କର ଏଇ ସବୁ କର୍ମ ସମଗ୍ର ଭାରତରେ ତାଙ୍କୁ ଅଧିକ ପରିଚିତ କଲା। ମାନେ ଗାନ୍ଧିଜୀଙ୍କୁ ସମସ୍ତେ ଜାଣିଲେ। ଏହା ପରେ ସେ ଜାତୀୟ ସ୍ତରରେ ବ୍ରିଟିଶ ଶାସନ ବିରୁଦ୍ଧରେ କେତେକ ଆନ୍ଦୋଳନ ସଂଗଠିତ କରିବା ପାଇଁ ଆଗ୍ରହ ପ୍ରକାଶ କଲେ। ଏଇ ସବୁ ଗାନ୍ଧିଜୀଙ୍କର ସଫଳ ହୋଇଥିଲା ବୋଲି ଏଇ ସବୁ ଆନ୍ଦୋଳନ, ସେ ଜାତୀୟ ସ୍ତରରେ ବ୍ରିଟିଶ ଶାସନ ବିରୁଦ୍ଧରେ
କେତେଟା ଆନ୍ଦୋଳନ ଗଠନ କରିବା ପାଇଁ ତାପରେ ଇଚ୍ଛା ପ୍ରକାଶ କଲେ। 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୀତ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ମାନେ 1919 ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଣୀତ ରାଓଲାତ ଆଇନ, କୋଉ ଆଇନ? ରାଓଲାତ ଆଇନ। ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧୀଜୀଙ୍କ ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଥିଲା ଗାନ୍ଧୀଜୀଙ୍କର ପ୍ରଥମ ଜାତୀୟ ସ୍ତରୀୟ ଆନ୍ଦୋଳନ। ଏଇଟା ବି କ୍ୱେଶ୍ଚିନରେ ପରୀକ୍ଷାରେ ଆସିବ। ତାପରେ ଆମେ ପଢିବା ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ଓ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କରିଥିଲା। ମାନେ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ ଇଂରେଜ ଓ ମିତ୍ର ଶକ୍ତିକୁ ବହୁ ଭାବରେ ସାହାଯ୍ୟ କରିଥିଲା। ଏଇଟା ବି ଆସିବ ପ୍ରଥମ ବିଶ୍ୱଯୁଦ୍ଧରେ ଭାରତ କାହାକୁ ବହୁତ ସାହାଯ୍ୟ କରିଥିଲା, ତ ଆସିବ ଇଂରେଜ ଓ ମିତ୍ର ଶକ୍ତିକୁ। ଭାରତୀୟମାନେ ଆଶା କରିଥିଲେ ଯେ ଯୁଦ୍ଧ ପରେ ଇଂରେଜ ସରକାର ଭାରତର ରାଜନୈତିକ ଦାବି ଗୁଡ଼ିକୁ ପୂରଣ କରିବେ, କିନ୍ତୁ ସେମାନେ ନିରାଶ ହେଲେ। ଭାରତୀୟମାନେ ଗୋଟେ ଆଶା ରଖିଥିଲେ ଯେ ଇଂରେଜ ସରକାର ପ୍ରଥମ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାର ତାଙ୍କର ସମସ୍ତ ରାଜନୈତିକ ଯୋଉ ଇଚ୍ଛା ଗୁଡ଼ିକ, ରାଜନୈତିକ ଦାବି ଗୁଡ଼ିକ ଯେତିକି ସବୁ ଥିଲା ଇଚ୍ଛା, ଯାହା ଯୋଉଠି କରିବେ ସେ ସବୁ ପୂରଣ ହେଇଯିବ। କିନ୍ତୁ ଇଂରେଜ ସରକାର ସେସବୁ କଲେ ନାହିଁ। ସେଥିପାଇଁ ଆମ ଭାରତୀୟ ମାନେ ନିରାଶ ହେଲେ। ଇଂରେଜ ସରକାର ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବିଚାରପତି ରାଓଲାତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ମାନେ ଇଂରେଜ ସରକାର ଭାରତ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ, ଇଂରେଜ ସରକାର ଭାରତରେ ସେ ଯୋଉ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ, ଲିଭେଇ ଦେବା ପାଇଁ ବିଚାରପତି ରାଓଲାତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। କାହା ଅଧ୍ୟକ୍ଷତାରେ? ବିଚାରପତି ରାଓଲାତଙ୍କ ଅଧ୍ୟକ୍ଷତାରେ। ଏହି କମିଟିର ସୁପାରିଶ ଅନୁସାରେ ଯେଉଁ ଆଇନ ପ୍ରଣୟନ ହେଲା ତାହା ରାଓଲାତ ଆଇନ ନାମରେ ପରିଚିତ। ତ ଏଇଠି କ୍ୱେଶ୍ଚିନ୍ ଆସିବ ଯେ ରାଓଲାତ ଆଇନ ନାମରେ ପରିଚିତ କଣ ବୋଲି ଆସିବ। ଏହି କମିଟି ସୁପାରିଶ ଅନୁସାରେ ଯେଉଁ ଆଇନ ପ୍ରଣୟନ ହେଲା ତାହା ହେଲା ରାଓଲାତ ଆଇନ ନାମରେ ପରିଚିତ। ଏହି ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବାର ବ୍ୟବସ୍ଥା କରାଗଲା। ଏଇ ଯୋଉ ଆଇନ ବଳରେ ଇଂରେଜ ସରକାର ଯେକୌଣସି ଭାରତୀୟଙ୍କୁ ଗିରଫ କରିପାରିବେ ବିନା ବିଚାରରେ, ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିପାରିବ ବୋଲି, ଭାରତୀୟଙ୍କୁ କାରାଦଣ୍ଡରେ ଦଣ୍ଡିତ କରିପାରିବ ବୋଲି ବ୍ୟବସ୍ଥା କରାଗଲା। ଏହା ଦ୍ୱାରା ଜନସାଧାରଣଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣ ହେଲା। ମାନେ ଏଇ ଯୋଉ ହେଲା ଆଇନ, ସେ ଆଇନ ଦ୍ୱାରା ଜନସାଧାରଣଙ୍କ ସ୍ୱାଧୀନତା ଓ ଅଧିକାର କ୍ଷୁଣ୍ଣ ହେଲା। ତାପରେ 1919 ଫେବୃଆରୀରେ ଗାନ୍ଧୀଜୀ ଏକ ସତ୍ୟାଗ୍ରହ କମିଟି ଗଠନ କରି ଏହାର ସଭ୍ୟମାନଙ୍କୁ ଏହି ଆଇନକୁ ଅମାନ୍ୟ କରିବା ପାଇଁ ତଥା ଏହା ବିରୁଦ୍ଧରେ ସତ୍ୟ ଓ ଅହିଂସା ଭିତ୍ତିକ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ମାନେ ଏହି ଆଇନକୁ ପ୍ରବର୍ତ୍ତାଇବା ପାଇଁ, ଅମାନ୍ୟ କରିବା ପାଇଁ ଗାନ୍ଧୀଜୀ କେଉଁ ମସିହାରେ? 1919 ମସିହାରେ ଫେବୃଆରୀରେ ଗାନ୍ଧୀଜୀ ଏକ ସତ୍ୟାଗ୍ରହ କମିଟି ଗଠନ କରିଥିଲେ। ଓ ଏହି ସତ୍ୟାଗ୍ରହ କମିଟିରେ ଏହାର ସଭ୍ୟମାନଙ୍କୁ ଏହି ଆଇନକୁ ଅମାନ୍ୟ କରିବା ପାଇଁ ତଥା ଏହା ବିରୁଦ୍ଧରେ ସତ୍ୟ ଓ ଅହିଂସା ଭିତ୍ତିକ ଆନ୍ଦୋଳନ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ୱେ ସଂଖ୍ୟାଗରିଷ୍ଠ ସରକାରୀ ସଭ୍ୟଙ୍କ ସମର୍ଥନ ଫଳରେ 1919 ମାର୍ଚ୍ଚ 18ରେ ରାଓଲାତ ଆଇନ ଗୃହୀତ ହେଲା। ରାଓଲାତ ଆଇନ କେବେ ଗୃହୀତ ହେଲା? 1919 ମାର୍ଚ୍ଚ 18ରେ। ଏଇଟା ଏକ୍ସାମରେ ଆସିବ। ତ ବ୍ରିଟିଶ ବ୍ୟବସ୍ଥାପକ ସଭାରେ ଭାରତୀୟ ସଭ୍ୟମାନଙ୍କ ବିରୋଧ ସତ୍ତ୍ୱେ ସଂଖ୍ୟାଗରିଷ୍ଠ ସରକାରୀ ସଭ୍ୟଙ୍କ ସମର୍ଥନ ଫଳରେ, କାହାର? ସଂଖ୍ୟାଗରିଷ୍ଠ ସରକାରୀ ସଭ୍ୟଙ୍କ ସମର୍ଥନ ଫଳରେ 1919 ମସିହା ମାର୍ଚ୍ଚ 18 ତାରିଖରେ ରାଓଲାତ ଆଇନ ଗୃହୀତ ହେଲା।
ଗାନ୍ଧିଜୀ ଏହି ଆଇନ ବିରୁଦ୍ଧରେ ଏକ ଗଣ ସତ୍ୟାଗ୍ରହ ଆରମ୍ଭ କରିବା ନିମନ୍ତେ ଦେଶବାସୀଙ୍କୁ ଆହ୍ୱାନ କଲେ। ଗାନ୍ଧିଜୀ ଏଇ ଆଇନ ବିରୁଦ୍ଧରେ ଗଣ ସତ୍ୟାଗ୍ରହ ଆରମ୍ଭ କରିବେ ବୋଲି କଣ ଗଣ ସତ୍ୟାଗ୍ରହ ଆରମ୍ଭ କରିବେ ବୋଲି ସମସ୍ତ ଦେଶବାସୀଙ୍କୁ ଆହ୍ୱାନ କଲେ। ଗାନ୍ଧିଜୀଙ୍କ ଗଣ ଆଇନ ଅମାନ୍ୟ ଆନ୍ଦୋଳନ ହିଂସାତ୍ମକ ଦିଗରେ ଗତି କରିବାର ଆଶଙ୍କା କରି ଶ୍ରୀମତୀ ଆନି ବେସାନ୍ତ ଗାନ୍ଧିଜୀଙ୍କୁ ବିରୋଧ କରିଥିଲେ। ଏହି ଆଇନକୁ ଗାନ୍ଧିଜୀଙ୍କର ଏହି ଗଣ ଆଇନକୁ ଗାନ୍ଧିଜୀଙ୍କର ଏହି ଗଣ ଆଇନକୁ ଅମାନ୍ୟ କରିବା ପାଇଁ ଅମାନ୍ୟ ଆନ୍ଦୋଳନ ହିଂସାତ୍ମକ ଦିଗରେ ଗତି କରିବାର ଆଶଙ୍କା କରି କିଏ ଶ୍ରୀମତୀ ଆନି ବେସାନ୍ତ ଗାନ୍ଧିଜୀଙ୍କୁ ବିରୋଧ କରିଥିଲେ। ଗଣ ଆଇନ ଆନ୍ଦୋଳନକୁ ଅମାନ୍ୟ ଆନ୍ଦୋଳନ ହିଂସାତ୍ମକ ଦିଗରେ ଗତି କରିବାର ଆଶଙ୍କା କରି କିଏ ଗାନ୍ଧିଜୀଙ୍କୁ ବିରୋଧ କରିଥିଲେ? ଶ୍ରୀମତୀ ଆନି ବେସାନ୍ତ। ତାଙ୍କ ବ୍ୟତୀତ ଦୀନସ୍ ଏଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପ୍ରୁ ଓ ଶ୍ରୀନିବାସ ଶାସ୍ତ୍ରୀଙ୍କ ଭଳି ନେତାଗଣ ମଧ୍ୟ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ। ତ ଏଇଠି କ୍ୱେଶ୍ଚିନ୍ ଆସିବ କିଏ କିଏ ଗାନ୍ଧିଜୀଙ୍କ ସତ୍ୟାଗ୍ରହକୁ ବିରୋଧ କରିଥିଲେ? ଏସବୁ ନାଁ ଆସିବ। ଏଦୁଲଜୀ ୱାଚା, ସୁରେନ୍ଦ୍ରନାଥ ବାନାର୍ଜୀ, ତେଜ ବାହାଦୁର ସାପ୍ରୁ ଓ ଶ୍ରୀନିବାସ ଶାସ୍ତ୍ରୀ ଏସବୁ ହେଲା। ସମଗ୍ର ଭାରତରେ ଗୋଟିଏ ଦିନ ହରତାଳ ପାଳନ ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଲେ। ସମଗ୍ର ଭାରତରେ ଗୋଟେ ଦିନ ହରତାଳ ପାଳନ କରିବା ପାଇଁ ଗାନ୍ଧିଜୀ ଦେଶବାସୀଙ୍କୁ ପରାମର୍ଶ ଦେଲେ। ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁ ପ୍ରକାର କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା 1919 ଏପ୍ରିଲ 6 ତାରିଖ ଦିନ ଦେଶବ୍ୟାପୀ ହରତାଳ ପାଳନ କରାଗଲା। ତ ଏଠି କ୍ୱେଶ୍ଚିନ୍ ଆସିବ ଦେଶବ୍ୟାପୀ ହରତାଳ ପାଳନ କେବେ କରାଗଲା? ତ ଲେଖିବ 1919 ଏପ୍ରିଲ 6 ତାରିଖରେ। ତ ସରକାରଙ୍କ ନୀତିର ପ୍ରତିବାଦ ସ୍ୱରୂପ ସବୁ ପ୍ରକାର କାର୍ଯ୍ୟ ବନ୍ଦ କରି ଉପବାସ ଓ ପ୍ରାର୍ଥନା ଦ୍ୱାରା 1919 ମସିହା ଏପ୍ରିଲ 6 ତାରିଖ ଦିନ ହରତାଳ ପାଳନ କରାଗଲା। ତାପରେ 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ଛାଡି ଦିଆଗଲା। ମାନେ 1919 ଏପ୍ରିଲ 9 ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରି ଛାଡି ଦିଆଗଲା। ଗାନ୍ଧିଜୀଙ୍କ ଗିରଫ ସମ୍ବାଦ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତାକୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ ହେଲା। ମାନେ ଗାନ୍ଧୀ ଯେତେବେଳେ ଗିରଫ ହୋଇଗଲେ ତ ସବୁ ଦେଶରେ ଗିରଫ ସମ୍ବାଦ ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଜନତାକୁ ଗଣ୍ଡଗୋଳ କରିବା ପାଇଁ ଉତ୍ତେଜିତ କଲା। ଏହି ଆନ୍ଦୋଳନ ଦିଲ୍ଲୀ, କୋଲକାତା, ମୁମ୍ବାଇ, ଅହମ୍ମଦାବାଦ, ଲାହୋର ଓ ଅମୃତସରରେ ପ୍ରଚଣ୍ଡ ରୂପ ଧାରଣ କରିଥିଲା। ମାନେ ଏହି ଆନ୍ଦୋଳନ ଏହି ସବୁ ଜିଲ୍ଲାରେ ଆନ୍ଦୋଳନ କରିବା ପାଇଁ ପ୍ରଚଣ୍ଡ ରୂପ ଧାରଣ କରିଥିଲା। ଏଇଠି ତୁମେ ଜାଣିଛ କି 1919 ମାର୍ଚ୍ଚ 20ରେ ଦିଲ୍ଲୀରେ ରାଓଲାତ ଆଇନ ବିରୁଦ୍ଧରେ ହିନ୍ଦୁ ଓ ମୁସଲମାନଙ୍କ ଏକ ଶୋଭାଯାତ୍ରା ଉପରେ ପୋଲିସ ଗୁଳି ବର୍ଷଣ କରିଥିଲା। କେବେ? 1919 ମାର୍ଚ୍ଚ 20ରେ ଦିଲ୍ଲୀର ରାଓଲାତ ଆଇନ ବିରୁଦ୍ଧରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ଶୋଭାଯାତ୍ରା ଉପରେ ପୋଲିସ ଗୁଳି ବର୍ଷଣ କରିଥିଲା। କେବେ? 1919 ମାର୍ଚ୍ଚ 20ରେ କୋଉଠାରେ? ଦିଲ୍ଲୀରେ ରାଓଲାତ ଆଇନ ବିରୁଦ୍ଧରେ ହିନ୍ଦୁ ଓ ମୁସଲମାନଙ୍କ ଏକ ଶୋଭାଯାତ୍ରା ଉପରେ ପୋଲିସ ଗୁଳି ବର୍ଷଣ କରିଥିଲା ଏବଂ ଏକ ଭୁଲ ବୁଝାମଣା ହେତୁ ଦିଲ୍ଲୀରେ 1919 ମାର୍ଚ୍ଚ 30ରେ ହରତାଳ ପାଳିତ ହୋଇଥିଲା। ତ କ୍ୱେଶ୍ଚିନ୍ ଆସିବ ହରତାଳ ପାଳିତ କେବେ ହୋଇଥିଲା? 1919 ମାର୍ଚ୍ଚ 30ରେ। ତାପରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ। ସମଗ୍ର ଦେଶରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ସମୟରେ 1919 ଏପ୍ରିଲ 10 ତାରିଖରେ ଅମୃତସରଠାରେ ଦୁଇ ସ୍ଥାନୀୟ ନେତା ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲଙ୍କ ଗିରଫ ଫଳରେ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କଲା। ମାନେ ସମଗ୍ର ଦେଶରେ ଯେତେବେଳେ ରାଓଲାତ ଆଇନ ଚାଲିଥିଲା ସେଇ ରାଓଲାତ ଆଇନ ବିରୋଧରେ ଆନ୍ଦୋଳନ ଚାଲିଥିବା ସମୟରେ କେବେ? 1919 ଏପ୍ରିଲ 10 ତାରିଖରେ କେଉଁଠାରେ? ଅମୃତସର ଠାରେ ଦୁଇ ସ୍ଥାନୀୟ ନେତା କିଏ? ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲଙ୍କ ତାଙ୍କ ଗିରଫ ଫଳରେ ସେ ଯୋଉ ଗିରଫ ହୋଇଯାଇଥିଲେ
ସେ ଆନ୍ଦୋଳନ ଏକ ହିଂସାତ୍ମକ ରୂପ ଧାରଣ କରିଥିଲା। ଜନପ୍ରିୟ ନେତା ଦ୍ୱୟଙ୍କ ଗିରଫର ପ୍ରତିବାଦ କରିବା ପାଇଁ ତଥା ବୈଶାଖ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆଁୱାଲାବାଗ ଠାରେ 1919 ଏପ୍ରିଲ 13ରେ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ଏକତ୍ର ହୋଇଥିଲେ। ମାନେ ଜନପ୍ରିୟ ନେତା ଦ୍ୱୟଙ୍କ ଗିରଫରେ କିଏ ଡକ୍ଟର ସତ୍ୟପାଲ ଓ ଡକ୍ଟର ସୈଫୁଦ୍ଦିନ କିଚଲୁଙ୍କ ନେତୃତ୍ୱ ଦ୍ୱୟଙ୍କ ଗିରଫର ପ୍ରତିବାଦ କରିବା ପାଇଁ ତଥା ବୈଶାଖୀ ଉତ୍ସବ ପାଳନ କରିବା ପାଇଁ। କେଉଁ ଉତ୍ସବ? ବୈଶାଖୀ ଉତ୍ସବ ପାଳନ କରିବା ପାଇଁ ଅମୃତସରର ଜାଲିଆଁୱାଲାବାଗ ଠାରେ 1919 ଏପ୍ରିଲ 13ରେ ବହୁ ସଂଖ୍ୟକ ଲୋକ ଏକ ସାଧାରଣ ସଭାରେ ଏକତ୍ର ହୋଇଥିଲେ। ସହରରେ ସଭା ସମିତି କରାଯିବା ଉପରେ ସରକାରଙ୍କ ଦ୍ୱାରା ପୂର୍ବ ଦିନ ଘୋଷିତ ନିଷେଧାଜ୍ଞା ସମ୍ବନ୍ଧରେ ସାଧାରଣ ଜନତା ଅବଗତ ନଥିଲେ। ତାପରେ ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ହଠାତ୍ ଦଳେ ସୈନିକଙ୍କ ସହ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ବର୍ଷଣ କଲେ। କେଉଁଠାରେ? ଅମୃତସର ଠାରେ। ତ ଅମୃତସରର ସାମରିକ ମୁଖ୍ୟ ଅମୃତସର ସାମରିକ ମୁଖ୍ୟ କିଏ? ଜେନେରାଲ ଡାୟାର ହଠାତ୍ ଦଳେ ସୈନିକଙ୍କ ସହ କେତେ ଜଣ ଦଳେ ସୈନିକଙ୍କ ସହ ସଭାସ୍ଥଳରେ ପହଞ୍ଚି ବିନା ସତର୍କ ସୂଚନାରେ ନିରସ୍ତ୍ର ଓ ନିରୀହ ଲୋକମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜାଲିଆଁୱାଲାବାଗର ଏକମାତ୍ର ପ୍ରବେଶ ତଥା ପ୍ରସ୍ଥାନ ପଥ ସୈନିକମାନଙ୍କ ଦ୍ୱାରା ଆବଦ୍ଧ ହୋଇଥିବାରୁ ଲୋକମାନେ ବାହାରକୁ ଯାଇପାରିଲେନି। ଜାଲିଆଁୱାଲାବାଗର ଏକମାତ୍ର ପ୍ରବେଶ ତଥା ପ୍ରସ୍ଥାନ ପଥ ସୈନିକମାନଙ୍କ ଦ୍ୱାରା ଆବଦ୍ଧ ହୋଇଥିବାରୁ ଲୋକମାନେ ଆଉ ବାହାରକୁ ଯାଇପାରିଲେ ନାହିଁ। ଫଳରେ ଅନେକ ଲୋକ ପ୍ରାଣ ହରାଇଲେ ବା ଆହତ ହେଲେ। ଫଳରେ ଏଇ ସବୁ କାର୍ଯ୍ୟ ପାଇଁ କେତେ ଲୋକ ଜୀବନ ମଧ୍ୟ ଦେଇଥିଲେ ଆଉ କେତେ ଜଣ ମଧ୍ୟ ଆହତ ହୋଇଥିଲେ, ମାନେ ରୋଗରେ ପଡିଗଲେ। ସରକାରୀ ହିସାବ ଅନୁଯାୟୀ ମୃତକଙ୍କ ସଂଖ୍ୟା 379 ଓ ଆହତଙ୍କ ସଂଖ୍ୟା 1200 ହୋଇଥିବା ବେଳେ ଗାନ୍ଧୀଜୀଙ୍କ ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ଅନୁଯାୟୀ ଏହି ସଂଖ୍ୟା ଯଥାକ୍ରମେ 1200 ଓ 3600 ଥିଲା। ସରକାରଙ୍କ ହିସାବ ଅନୁଯାୟୀ ମୃତକଙ୍କ ସଂଖ୍ୟା କେତେ ଥିଲା? 379 ଓ ଆହତଙ୍କ ସଂଖ୍ୟା ଥିଲେ 1200। ସରକାରଙ୍କ ନିୟମ ଅନୁସାରେ ଏତିକି ହେଇଥିଲା। କିନ୍ତୁ ଗାନ୍ଧୀଜୀଙ୍କର ନିର୍ଦ୍ଦେଶରେ ହୋଇଥିବା ତଦନ୍ତ ଅନୁଯାୟୀ ଗାନ୍ଧୀଜୀ ଯେତେବେଳେ ତଦନ୍ତ କରିଥିଲେ ଏଇ ସଂଖ୍ୟା ଥିଲା, ଏଇ ଯୋଉ ମୃତକଙ୍କ ସଂଖ୍ୟା ଥିଲା 1200, ଆହତଙ୍କ ସଂଖ୍ୟା ଥିଲା 1200, ମୃତକଙ୍କ ସଂଖ୍ୟା ଥିଲା 3600। ଏହି ଘଟଣାଟି ଜାଲିଆଁୱାଲାବାଗ ହତ୍ୟାକାଣ୍ଡ ଭାବରେ ଖ୍ୟାତ। ତ ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ ଜାଲିଆଁୱାଲାବାଗ ହତ୍ୟାକାଣ୍ଡ ବିଷୟରେ ବିଖ୍ୟାତ କର। ଜନସାଧାରଣ ଅହିଂସା ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମର୍ଥ ହୋଇନଥିବା ଉପଲବ୍ଧ କରି ଗାନ୍ଧୀଜୀ 1919 ଏପ୍ରିଲ 18ରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ। ତ ଏଠି କ୍ୱେଶ୍ଚିନ୍ ଆସିବ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ କେବେ ପ୍ରତ୍ୟାହାର ହେଲା ଆଉ କାହିଁକି ହେଲା? ତ କେବେ ହେଲା? 1919 ଏପ୍ରିଲ 18ରେ ରାଓଲାତ ଆଇନ ବିରୋଧରେ ଆନ୍ଦୋଳନ ପ୍ରତ୍ୟାହାର କଲେ। କିଏ? ଗାନ୍ଧୀଜୀ। ଜନସାଧାରଣ ଅହିଂସା ଆନ୍ଦୋଳନ ଓ ସତ୍ୟାଗ୍ରହ ପାଇଁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ସମର୍ଥ ହୋଇନଥିବା ଉପଲବ୍ଧ କରି ସମ୍ପୂର୍ଣ୍ଣ ସମର୍ଥ ହୋଇନଥିବା ଉପଲବ୍ଧ କରି ଗାନ୍ଧୀଜୀ କେବେ? 1919 ଏପ୍ରିଲ 18ରେ ରାଓଲାତ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କଲେ। କିନ୍ତୁ ସରକାରଙ୍କ ଦ୍ୱାରା ରାଓଲାତ ଆଇନ ପ୍ରତ୍ୟାହୃତ ହୋଇନଥିଲା। ଯୋଉ ରାଓଲାତ ଆଇନ ସରକାରଙ୍କ ଦ୍ୱାରା ପ୍ରତ୍ୟାହୃତ ହୋଇନଥିଲା। ଗାନ୍ଧୀଜୀଙ୍କ ଏହି ଆନ୍ଦୋଳନ ଲକ୍ଷ୍ୟ ପୂରଣ ଦିଗରୁ ବିଫଳ ହୋଇଥିଲେ ସୁଦ୍ଧା ଏହା ଗାନ୍ଧୀଜୀଙ୍କୁ ଜଣେ ବହୁ ପ୍ରତିଭା ସମ୍ପନ୍ନ ସର୍ବଭାରତୀୟ ନେତା ଭାବେ ପ୍ରତିଷ୍ଠା କରିଥିଲା। ମାନେ ଗାନ୍ଧୀଜୀଙ୍କ ଏହି ଆନ୍ଦୋଳନଟା ପୂରଣ ହେଲାନି। ସେ ଯୋଉ ଲକ୍ଷ୍ୟରେ ଥିଲେ ସେ ଲକ୍ଷ୍ୟ ପୂରଣ ନ ହେବାରୁ ସେ ଦିଗରୁ ବିଫଳ ହୋଇଥିଲେ ସୁଦ୍ଧା ଏହା ଏଇ ଯୋଉ ଆନ୍ଦୋଳନ ଗୁଡିକ ଗାନ୍ଧୀଜୀଙ୍କୁ ଗୋଟେ ବହୁ ପ୍ରତିଭା ସମ୍ପନ୍ନ ସର୍ବଭାରତୀୟ ନେତା ଭାବେ ପ୍ରତିଷ୍ଠିତ କରିପାରିଥିଲା। ଜାଲିଆଁୱାଲାବାଗ ହତ୍ୟାକାଣ୍ଡର
ବର୍ବ ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଚକିତ କରିଥିଲା। ଜାଲିଆନା ୱାଲବାଗ ହତ୍ୟାକାଣ୍ଡର ବର୍ବରୋଚିତ କାର୍ଯ୍ୟ ସାରା ବିଶ୍ୱକୁ ଚକିତ କରିଥିଲା। ଅମୃତସର ଘଟଣା ପରେ ପଞ୍ଜାବରେ ସାମରିକ ଆଇନ ଘୋଷିତ ହେଲା। ଅମୃତସରର ଘଟଣା ପରେ ପଞ୍ଜାବରେ ସାମରିକ ଆଇନ ଘୋଷିତ ହେଲା ଏବଂ ଏଠାକାର ଜନତା ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ସେଠାକାର ଜନତା ଅକଥନୀୟ ଅତ୍ୟାଚାରର ସମ୍ମୁଖୀନ ହେଉଥିଲେ। ଏହି ଘଟଣା ପ୍ରଚାରିତ ହେବା ଫଳରେ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳିଗଲା। ମାନେ ଏଇ ଯୋଉ ଘଟଣା ଗୁଡ଼ିକ ପ୍ରଚାରିତ ହେବା ଫଳରେ ସମଗ୍ର ଦେଶରେ ଆତଙ୍କର ବାତାବରଣ ଖେଳିଗଲା। ଅତ୍ୟନ୍ତ ଘୃଣାର ସହିତ ଗାନ୍ଧିଜୀ ବ୍ୟକ୍ତ କଲେ କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କ ପୈଶାଚିକ ପ୍ରବୃତ୍ତି ଗ୍ରହଣ କରିବା ପାପ। ମାନେ ଅତ୍ୟନ୍ତ ଘୃଣାର ସହିତ ଗାନ୍ଧିଜୀ କହିଲେ ଯେ କୌଣସି ପ୍ରକାର ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ। ଏକ ନୂତନ ରାଜନୈତିକ ଆନ୍ଦୋଳନରେ ଝାସ ଦେବା ଲାଗି ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଡାକରା ଦେଲେ। ମାନେ ଗୋଟେ ନୂତନ ରାଜନୈତିକ ଆନ୍ଦୋଳନରେ ଝାସ ଦେବା ଲାଗି ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଡାକରା ଦେଲେ। ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନାଇଟ୍ ପଦ ଓ ଗାନ୍ଧିଜୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ଇଂରେଜ ସରକାର ଯୋଉ ବର୍ବରୋଚିତ କାର୍ଯ୍ୟ କରିଥିଲେ ତାର ପ୍ରତିବାଦ ସ୍ୱରୂପ କିଏ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ନାଇଟ୍ ପଦ ଓ ଗାନ୍ଧିଜୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। ବିଶ୍ୱନାଥ ରବୀନ୍ଦ୍ରନାଥ ଠାକୁର ନାଇଟ୍ ପଦ ଉପାଧି ତ୍ୟାଗ କରିଥିଲେ ଆଉ ଗାନ୍ଧିଜୀ କାଇଜର-ଇ-ହିନ୍ଦ ଉପାଧି ତ୍ୟାଗ କରିଥିଲେ। ତାପରେ ଏଠି ଆସିଛି ତୁମେ ଜାଣିଛ କି କୌଣସି ବ୍ୟକ୍ତିର ମହତ ଗୁଣ ପାଇଁ ବା ରାଜସେବା ପାଇଁ ବା ସାମରିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ୍ ପଦ ଉକ୍ତ ବ୍ୟକ୍ତିଙ୍କୁ ସାର୍ ଉପାଧିରେ ଭୂଷିତ କରିଥିଲା। କେଉଁ ଉପାଧିରେ? ସାର୍ ଉପାଧିରେ। ମାନେ କୌଣସି ବ୍ୟକ୍ତିର ମହତ ଗୁଣ ପାଇଁ ରାଜସେବା ପାଇଁ ବା ସାମରିକ କ୍ଷେତ୍ରରେ ଅସାଧାରଣ ବୀରତ୍ୱ ପାଇଁ ଇଂରେଜ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନାଇଟ୍ ପଦ ଇଂରେଜ ସରକାରଙ୍କ ଦ୍ୱାରା ନାଇଟ୍ ପଦ କିଏ ଉପାଧି କରିଥିଲେ? ରବୀନ୍ଦ୍ରନାଥ ଠାକୁର। ତ ସେଇ ନାଇଟ୍ ପଦକୁ ଉକ୍ତ ବ୍ୟକ୍ତିଙ୍କୁ ସାର୍ ଉପାଧିରେ ଭୂଷିତ କରିଥିଲା। ଏବଂ କାଇଜର-ଇ-ହିନ୍ଦ କିଏ ତ୍ୟାଗ କରିଥିଲେ? ଗାନ୍ଧିଜୀ। କାଇଜର-ଇ-ହିନ୍ଦ ଅର୍ଥ ହିନ୍ଦୁସ୍ତାନର ସମ୍ରାଟ। କଣ କାଇଜର-ଇ-ହିନ୍ଦର ଅର୍ଥ ହିନ୍ଦୁସ୍ତାନର ସମ୍ରାଟ। ଏ ପରୀକ୍ଷାରେ କ୍ୱେଶ୍ଚିନ୍ ଆସିବ। ଏହା ଗାନ୍ଧିଜୀଙ୍କୁ ଇଂରେଜ ମାନଙ୍କ ଦ୍ୱାରା ଭାରତରେ ତାଙ୍କର ଅସାଧାରଣ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ଏଇ କାଇଜର-ଇ-ହିନ୍ଦର ଅର୍ଥ ହିନ୍ଦୁସ୍ତାନର ସମ୍ରାଟ। ତ ଏହି ସବୁ ଗାନ୍ଧିଜୀଙ୍କୁ ଇଂରେଜଙ୍କ ଦ୍ୱାରା ଭାରତରେ ତାଙ୍କର ଅସାଧାରଣ ନେତୃତ୍ୱର ସ୍ୱୀକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା। ତ ଚାପ୍ଟର ଏଠି ସରିଲା। କ୍ୱେଶ୍ଚିନ୍ ଆନ୍ସର ମୁଁ ନେକ୍ସଟ ଭିଡିଓରେ ଦେଇଦେବି। ଚାଲନ୍ତୁ